हेलो गाइज वेलकम टू माय चैनल। तो ମୁଁ ଆଶା କରୁଛି ଆପଣମାନେ ଭଲ ଥିବେ। ଆମର ନେକ୍ସଟ ଭିଡ଼ିଓକୁ ଆପଣମାନଙ୍କୁ ସ୍ୱାଗତ। ତ ଆଜି ଏ ଯେଉଁ ଭିଡ଼ିଓର ଟପିକ୍ ମୁଁ ଯେଉଁ ଲାଷ୍ଟ କମ୍ପାନୀ ଯେଉଁ ଛାଡ଼ିଥିଲି ମୁଁ ଆପଣମାନଙ୍କୁ ମୋର ପ୍ରିଭିୟସ୍ ଭିଡ଼ିଓରେ କହିଥିଲି। ତ ଏ ଭିଡ଼ିଓରେ ମୁଁ ଯେଉଁ ଲାଷ୍ଟ କମ୍ପାନୀ ଛାଡ଼ିଲା ପରେ ମୁଁ ତାପରେ କ'ଣ କଲି, ତାପରେ ମୁଁ କେଉଁ କମ୍ପାନୀ ଜଏନ୍ କଲି, ତ ତା ଉପରେ ଡିସ୍କସନ୍ କରିବା, ତା ଉପରେ କଥା ହେବା। ମୁଁ ଆପଣଙ୍କୁ ଜଣାଇବି ମୁଁ କେମିତି କ'ଣ ପାଇଲି, କେମିତି କ'ଣ ଇଣ୍ଟରଭ୍ୟୁ ଦେଲି। ତ ବେସିକାଲି ମୁଁ ଯେତେବେଳେ କଣ୍ଡୋଏଣ୍ଟ ଛାଡ଼ିଥିଲି, କଣ୍ଡୋଏଣ୍ଟ ପରେ ମୁଁ ଇଣ୍ଟରଭ୍ୟୁ ଦେଇଥିଲି। ଇଣ୍ଟରଭ୍ୟୁ ଦେଲା ପରେ ମୁଁ 2-4ଟା ଅଫର୍ ଉଠାଇଥିଲି। ଉଠାଇଲା ପରେ ମୁଁ ଲାଷ୍ଟକୁ ଚୁଜ୍ କରିଥିଲି G5 କମ୍ପାନୀରେ ଜଏନ୍ କରିବି ବୋଲି। କାହିଁକିନା G5 ହଟଷ୍ଟାର, ସୋନି ତୁମେ ଜାଣିଛ ଷ୍ଟ୍ରିମିଂ କମ୍ପାନୀ। ତ ସେଥିପାଇଁ ମୁଁ G5 ଜଏନ୍ କରିଥିଲି। ତ G5ରେ ଯେତେବେଳେ ଜଏନ୍ କରିଥିଲି ଆରାଉଣ୍ଡ 3 ଇୟର୍ ପାଖାପାଖି G5ରେ ଥିଲି। ତ G5ରେ ଯେତେବେଳେ ଜଏନ୍ କରିଥିଲି, G5ରେ ବହୁତ ବଣ୍ଡିଙ୍ଗ ମୋର ସାଙ୍ଗ ଫ୍ରେଣ୍ଡ ହେଇଥିଲେ। ତ ଫିର୍ ବି G5 ବହୁତ ଭଲ କମ୍ପାନୀ ଥିଲା। ତ ଏବେ ତ ମୁଁ G5ରେ ନାହିଁ। ଫିର୍ ବି ମୁଁ ଏ ଭିଡ଼ିଓ ବହୁତ ଦିନ ହେଲା ଭାବୁଥିଲି କରିବି ବୋଲି। ଭିଡ଼ିଓଟା ଟାଇମ୍ ଯେହେତୁ ମୋତେ ମିଳୁନଥିଲା, ମୁଁ ସେଥିପାଇଁ ଭିଡ଼ିଓଟା ବନେଇ ପାରିନଥିଲି। କିନ୍ତୁ ମୁଁ ଭାବିଲି କି ଏବେ ଏ ଭିଡ଼ିଓଟା ମୁଁ ଆପଣମାନଙ୍କୁ ଗୋଟେ କରିକିରି ଆପଣଙ୍କୁ ସେୟାର କରିବି। ତ ଫିର୍ ବି ସେଥିପାଇଁ ମୁଁ ଭିଡ଼ିଓଟା ବନେଇଲି। ତ ଆପଣମାନଙ୍କୁ ଯଦି ଏ ଭିଡ଼ିଓଟା ଭଲ ଲାଗେ, ଆପଣ ପ୍ଲିଜ୍ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ ମୋ ଚ୍ୟାନେଲକୁ। ତ ମୋତେ ଟିକେ ମୋଟିଭେଟ୍ ଲାଗିବ ଭିଡ଼ିଓ ବନେଇବା ପାଇଁ। ତ ଫିଲହାଲ ଏବେ ବହୁତ ଦିନ ହେଲା ମୁଁ ଭିଡ଼ିଓ ବନାଉନଥିଲି, ଯେହେତୁ ଟାଇମ୍ ମ୍ୟାନେଜମେଣ୍ଟ ହେଇପାରୁନଥିଲା, ବହୁତ କାମ ଥିଲା ମୋର। ତ ସେଥିପାଇଁ ମୁଁ ଭିଡ଼ିଓ ଏତେ ବନେଇ ନଥିଲି। ତ ଆପଣମାନେ ଭିଡ଼ିଓ ଏଥର କଣ୍ଟିନ୍ୟୁ ଦେଖିବେ। ଆପଣମାନେ ମୋ ଚ୍ୟାନେଲରେ ଯେଉଁମାନେ ସବସ୍କ୍ରାଇବର୍ ଅଛନ୍ତି, ସବସ୍କ୍ରାଇବ୍ କରିଛନ୍ତି, କିଛି ମୋ ଚ୍ୟାନେଲରୁ ପାଇବାକୁ ଚାହୁଁଛନ୍ତି, କିଛି ଜାଣିବାକୁ ଚାହୁଁଛନ୍ତି, ଆପଣମାନେ ଯାହା ବି ଯେଉଁ ରିଲେଟେଡ଼୍ ଭିଡ଼ିଓ ବନେଇବାର ମୁଁ ବନେଇ ପାରିବି, ମୁଁ ଯେଉଁ ବନଉଛି ଏବେ, ମୁଁ ଯେତିକି ବନେଇ ପାରିବି ବନେଇବି, ଆପଣମାନଙ୍କୁ ସେୟାର କରିବି। ୱିଥ୍ ଆପଣମାନଙ୍କର ଯେଉଁ ବି ଭିଡ଼ିଓ ଇଣ୍ଟରେଷ୍ଟ ଅଛି, ଆପଣମାନେ ଯଦି କମେଣ୍ଟରେ କମେଣ୍ଟ କରିବେ, ଦେନ୍ ମୁଁ ତା ଉପରେ ଭିଡ଼ିଓ ବନେଇକିରି ଆଣିବି। ତ ସେଥିପାଇଁ ତ ଲାଷ୍ଟ ଯେଉଁ ମୁଁ କଣ୍ଟେଣ୍ଟ ଛାଡ଼ିଥିଲି, G5 ଜଏନ୍ କରିଥିଲି। G5ରେ ଷ୍ଟ୍ରିମିଂ କମ୍ପାନୀ, OTT କମ୍ପାନୀ, ଆମର OTT ଭିଡ଼ିଓ ହେଇଗଲା, G5 ଆପ୍ଲିକେସନ୍ ଆପଣ ଜାଣିଛନ୍ତି, ଜି ସିନେମା ହେଇଗଲା, GTV ହେଇଗଲା, ତ ସେଇ କମ୍ପାନୀ। ତ ଫିର୍ ବି ଯେଉଁ ଭିଡ଼ିଓ ଆମର ମୁଭି ଗଦର ହେଇଗଲା, କି ମୁକବିର ହେଇଗଲା, ବହୁତ ପ୍ରକାର ମୁଭି G5ରେ ଷ୍ଟ୍ରିମିଂ ହୁଏ। ତ ବେସିକାଲି ସେଇଟା ବି ହାଇଦ୍ରାବାଦ ଲୋକେସନ୍ରୁ ଛାଡ଼ିଲା ପରେ ମୁଁ ବାଙ୍ଗଲୋର ଆସିଥିଲି। ବାଙ୍ଗଲୋର ଆସିଲା ପରେ ବାଙ୍ଗଲୋର ଲୋକେସନ୍ରେ ମୋ ସାଙ୍ଗମାନେ ଥିଲେ, ମୁଁ ଇଣ୍ଟରଭ୍ୟୁ ଦେଇକିରି ପାଇଥିଲି। ଫିର୍ ବି G5 ମୁଁ ଆରାଉଣ୍ଡ 3 ଇୟର୍ ଭଳିଆ କାମ କରିଛି। ତ G5ରେ ଭଲ ମୋର ଓଡ଼ିଆ ପିଲା ବି ଆମର ଥିଲେ। ତ ମୋର ମ୍ୟାନେଜର୍ ବି ଓଡ଼ିଆ ଥିଲେ। ତ ମୁଁ ନାଁ ନେବାକୁ ଚାହୁଁନି, ଫିର୍ ବି ଆପଣମାନେ ଯେଉଁମାନେ ଦେଖିଛନ୍ତି ଜାଣିପାରୁଥିବେ ମୁଁ କାହା କଥା କହୁଛି। ମୋର ବହୁତ ପିଲା ଅଛନ୍ତି। ଫିର୍ ବି ମୋ ସାଙ୍ଗମାନେ ମୋତେ ବହୁତ ହେଲ୍ପ କରିଛନ୍ତି, ଗାଇଡ଼ କରିଛନ୍ତି ଇଣ୍ଟରଭ୍ୟୁ କ୍ରାକ୍ କରିବାର। କି ଆପଣମାନେ ଯେଉଁମାନେ ଇଣ୍ଟରେଷ୍ଟ ଅଛନ୍ତି, ଆଇଟିରେ ପଶିବାକୁ ଚାହୁଁଛନ୍ତି, କି ଆଇଟିରେ ଆପଣମାନେ କ୍ୟାରିୟର୍ ବନେଇବାକୁ ଚାହୁଁଛନ୍ତି, ଆପଣମାନଙ୍କର ଯେଉଁ ବି ରିଲେଟେଡ଼୍ ହେଉ, କିଛି ବି ପର୍ଟିକୁଲାର ଟପିକ୍ ହେଉ, କି ପର୍ଟିକୁଲାର ସବଜେକ୍ଟ ଉପରେ ହେଉ, କିଛି ବି ଡାଉଟ୍ ଅଛି, ଆପଣମାନେ କମେଣ୍ଟରେ ମୋତେ କମେଣ୍ଟ କଲେ ମୁଁ ଆପଣମାନଙ୍କ ସହିତ କଥା ହେବି। ମୁଁ ବି ଯେତିକି ନଲେଜ୍ ମୁଁ ଗେନ୍ କରିଛି 5-6 ବର୍ଷ ଭିତରେ, ମୁଁ ଆପଣମାନଙ୍କୁ ସେୟାର କରିବି। ଯାହା ବି ଶିଖିବାର ଅଛି ଆମେ ଡିସ୍କସନ୍ କରି କଥା ହେଇପାରିବା। ଯାହା ବି ଆମେ ଜାଣିବାର ଅଛି, କିଛି ବି ପିଲା ଡାଉଟ୍ରେ ଝିଅମାନେ ଅଛନ୍ତି, ଯେଉଁମାନେ ଇଣ୍ଟରେଷ୍ଟ ଅଛନ୍ତି ଆଇଟିରେ ଆସିବା ପାଇଁ, କେମିତି କ'ଣ ଆଇଟିରେ ଆସିବେ, କେମିତି କ'ଣ କୋର୍ସ କରିବେ, କେମିତି କ'ଣ ନନ୍ଟେକ୍ର ନନ୍ ଆଇଟି ପିଲା ଆଇଟିକି ଆସିବେ। ତ ଯେହେତୁ ମେକାନିକାଲ ବ୍ରାଞ୍ଚରେ ବିଟେକ୍ କରିଥିଲି, ମୁଁ ମୋର ଇଞ୍ଜିନିୟରିଂ ମେକାନିକାଲ ବ୍ରାଞ୍ଚରେ, ମେକାନିକାଲରୁ ମୁଁ କେମିତି ଆଇଟିକି ଆସିଲି, ମୁଁ କ'ଣ ପଢ଼ିଥିଲି, ତ ମୁଁ ଏ ଉପରେ ଆଉ ଗୋଟେ ଭିଡ଼ିଓ ବନେଇବି, ଆପଣମାନଙ୍କୁ ସେୟାର କରିବି। ଫିର୍ ବି ମୋର ଏ ଚ୍ୟାନେଲରେ ଆଉ ଗୋଟେ ଭିଡ଼ିଓ ଅଛି, ଆପଣମାନେ ଦେଖିପାରିବେ। ତ ବହୁତ ଦିନ ହେଲା ମୋ ଭିଡ଼ିଓ, ଯେହେତୁ ମୋତେ ଟାଇମ୍ ମିଳୁନଥିଲା, ତ ବହୁତ ପ୍ରକାର ଇସ୍ୟୁ ଭିତରେ ମୁଁ ଭିଡ଼ିଓ ତ ବନେଇ ପାରୁନଥିଲି। ଆପଣମାନେ ନେକ୍ସଟ ଏବେଠୁ କଣ୍ଟିନ୍ୟୁ ଦେଖିବେ ମୋର ଭିଡ଼ିଓ। ଯେବେ ବି ମୋତେ ୱିକ୍ରେ ଯେତେ ବି ଟାଇମ୍ ମିଳିବ, ମୁଁ ମ୍ୟାନେଜ୍ କରିକି ଟାଇମ୍ ଆରାଉଣ୍ଡ 3-4 ଡେଜ୍ ମ୍ୟାନେଜ୍ କରିବି। ସଟର୍ଡେ ସଣ୍ଡେ ତ ଏମିତି ମୋର ଛୁଟି ରହୁଛି, ମୁଁ ଭିଡ଼ିଓ ବନେଇବି। ୱିଥ୍ ଯେଉଁ ବି ଭିଡ଼ିଓ ବନାଉଛି, ଆପଣମାନେ ପ୍ଲିଜ୍ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ ମୋ ଚ୍ୟାନେଲକୁ। ମୋତେ ଟିକେ ମୋଟିଭେଟ୍ ଲାଗିବ, ଯେହେତୁ ଗୋଟେ ନୂଆ ମୁଁ ବନାଉଛି, ନୂଆ କରିକିରି ଗୋଟେ ଆସୁଛି ଆପଣଙ୍କୁ କିଛି ସେୟାର କରିବା ପାଇଁ, ଆପଣଙ୍କୁ କିଛି ଇନଫର୍ମେଟିଭ୍ ଡିଟେଲ୍ସ ଦେବା ପାଇଁ, ଇନଫର୍ମେସନ୍ ଦେବା ପାଇଁ। ଫିର୍ ଆପଣମାନେ ଟିକେ ସହଯୋଗ କଲେ ଜିନିଷଟା ଟିକେ ଭଲ ହେବ।
तो जेहेतु मत मोटिवेट लगे लाइक शेयर सब्सक्राइब कले कि आपन को जदि लगुच मो भिडियो आउ कि इम्प्रूवमेंट करार अच्छी मो भिडियो मत आउ कौन किसी करार अच्छी तो आपण मैंने भी सजेस्ट कले से बेटर हम मोपाई मोर भी ए लर्निंग फेज मु भी ए शिखुची मु भी ए बहुत चैनल देखुची मु भी बहुत लोक फॉलो करुँची तो से मोर भी भल हम जेहेतु मुझे शिखुची मु भी किसी लर्निंग करी मु भी किसी चेंजेस भी करी मो निजी आउ मु भी किसी अप्लाई करी जेहेतु आपण मैंने किसी जानते आपण मैंने किसी कमेंट करेंगे तो जेहेतु यही भाया डिस्कसन थिला तो फिर भी मुझे G5 जॉइन करी अराउंड 3 इयर भाया रही तो 3 इयर रे बहुत किसी शिखी बहुत किसी लोक मान सहित संपर्क बनई बहुत किसी आगू जाए मोर कम भी आसवे फिर भी आपण मैंने जी भी आईटी के आसुँच आईटी सेक्टर एक्चुअली ओनली वर्क रिलेटेड नो केमी कौन आप शिखे आपड़ केमी कौन आप लाइफ रे यूटिलाइज करेंगे अप्लाई करेंगे आपड़ केमी कौन आगू को जीवे सीनियर मैंने अच्छा डिस्कसन भी करेंगे विथ फ्रेंड भी अच्छा बहुत आपण मानकर बहुत सीनियर भाई मैंने हो कॉलेज रो सीनियर हूँ निजर भाई माने अच्छा तो आपण सहित भी डिस्कसन करेंगे विथ आपणर जी भी गाइड आप जहाँ नौ तो ठीक वे रे जीवाई सहित कथा हूँ केमी कौन आप जिनसटा शिखे केमी कौन जानवे फिर आप आईटी के आसवे आईटी एक्चुअली देखो आईटी रे आसला आईटी रे बहुत पॉलिटिक्स रोचे आईटी रे पॉलिटिक्स रे न जाए आईटी तुम केमी कौन सर्वाइव कर केमी कौन काम कर केमी कौन जान बहुत प्रकार जिनस आईटी सेक्टर हो तो से उपर ध्यान न देंगे तुम केमी कौन ग्रो कर निजक निजे टाइम स्पेंड कर पाठ पढ़ जिनस जेपर्यंत तुम निजे न जाच निजे न कर तुम किसी कर तो जिनिस हूँ बहुत प्रकार इश्यू ऑफिस रे जॉइन कला आईटी सेक्टर रे एबे बहुत डिफिकल्ट हो गलानी जेहेतु डिफिकल्ट हो गलानी पिला सब चिंता कर कि आईटी सेक्टर रे आम जॉब कर आम अलग किसी फील्ड रे जीव अलग किसी जॉब करूँ तो से तुम ट्राए कर तुम निज ग्रो करने निजे पाठ पढ़ निजे किसी जिनस एक्सप्लोर कर निजे लर्निंग कर किसी भी तुम वर्क रिलेटेड रोचे कोर्स कर पाठ पढ़ एमती किसी ना जे आईटी रे जॉब करें भी टाइम अच्छी बहुत टाइम अच्छी आम भी बहुत लेट स्टार्ट कर फिर भी आम आईटी रे अच्छू जिते दिन जाए ट्राए करूँ एक्सटेंड करने जे भी जिते भी हो पारे जहाँ भी हो पारे तो फिर भी आपण मैंने जो मैंने भी आसुँच किसी डिमोटिवेट हबार ना आपण मैंने आसतु पढ़ु निजे भी एक्सप्लोर करूँ बाहर बहुत आजिकल यूट्यूब हो गला यूट्यूब हो गला बहुत प्रकार कोर्स एरा हो गला तो बहुत प्रकार कोचिंग सेंटर भी अच्छी के स्पाइडर जे स्पाइडर हैदराबाद बहुत कोचिंग सेंटर सारा अच्छी तो आपड़ी भी जॉइन करेंगे कोर्स करेंगे जो बांग्लोर 40,000 कोर्स से एक्चुअली आपको 5,000 मिल जाए 10,000 भितर तो आपड़ा भी कोर्स जॉइन करेंगे 15-20,000 भी कोर्स अच्छी आप जो थे इंटरेस्ट अच्छे आपने जॉइन करूँ तो यही थिला आजर वीडियो तो मुझे G5 अराउंड 2.7 2.8 कि 3 इयर भाया रही 3 इयर भाया रहा मुझे छाड़ी मुझे गोटे कंपनी जॉइन करी नेक्स्ट वीडियो मुझे नेक्स्ट कंपनी उपर डिस्कसन करी केमती कौन पाइली केमती कौन है मोर G5 रे अराउंड 3 राउंड होता तो फास्ट टेक्निकल राउंड टेक्निकल मोर मैनेजर राउंड होता मैनेजर राउंड पर मोर गोटे VP राउंड होता VP आमर जे थे गोटे राउंड था तो नॉर्मल तापर HR डिस्कसन मोर एत एक्चुअली पैकेज नाला तो से G5 छाड़ी G5 रे एक्चुअली एत हाइक भी नाला तो 2-3 इयर रहा जो आप गोटे 2% 5% 7% हाइक पाइबे तो मो हिसाब रे 3 इयर रहीकि किसी वर्थ लगुनि कि आप ग्रो कर तो से जॉबटा छाड़ी G5 रु तो आपण मैंने देखो आप कंपनी रे जदि पर इयर आप जानी खर्च बढ़ू खर्च बढ़िया भितर आपण को भी आपण ग्रोथ भी देखार पड़ो तो से आप ट्राए करूँ पर इयर 6 मंथ को थे हो 1 इयर को थे हो हाइक फाइक नापी आप कम भल करूँ पॉलिटिक्स रे न पसंद सांग मान सहित बेसी बुलाबुली न कर काम उपर फोकस करूँ विथ सीनियर मान सहित मैनेजर हो डायरेक्टर हो लीड हूँ कि जी भी आप सीनियर ऑफिस रोचन सहित कम्युनिकेट अच्छा कर मिस विथ तुम भी आग फ्यूचर भल हो देन आपण कैरियर भी किसी आगू को नबार हेले कि सैक्रिफाइस भी करा पड़े छुट्टी फुट्टी बेसी नियंतुनी
ଏବେ ମାର୍କେଟ ବହୁତ ଟପ୍ ହେଇଗଲାଣି ତ ଜବ୍ ଲସ୍ ହେବାର ବି ବହୁତ ଚାନ୍ସ ଅଛି। ତ ଫିର୍ ବି ମୋ ହିସାବରେ ଆପଣ ଦେଖି ଚାହିଁକିରି IT ସେକ୍ଟରରେ ଟିକେ ସର୍ଭାଇଭ୍ କରିବାକୁ ପଡ଼ିବ, ଟାଇମ୍ ଲାଗିବ। ପ୍ରାଇଭେଟ୍ ଜବ୍ ଯେହେତୁ ପ୍ୟାକେଜ୍ ଅଧିକ, ସାଲାରୀ ଅଧିକ, ତ ପ୍ରେସର୍ ବି ଅଧିକ ରହିବ। ତ ସେଇ ହିସାବରେ ଆପଣମାନେ ଟ୍ରାଏ କରନ୍ତୁ କିଛି ଜିନିଷ ଗେନ୍ କରିବା ପାଇଁ, କିଛି ଜିନିଷ ଶିଖିବା ପାଇଁ। ତ ଆପଣମାନଙ୍କ ପାଇଁ ଭଲ ହେବ। ଆଜିର ଭିଡ଼ିଓ ଏତିକିରେ ମୁଁ ରହୁଛି। ଆପଣମାନଙ୍କୁ ଯଦି ଏ ଭିଡ଼ିଓଟା ଭଲ ଲାଗିଥିବ ପ୍ଲିଜ୍ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ ମୋ ଚ୍ୟାନେଲକୁ। ମୋତେ ମୋଟିଭେଟ୍ ଲାଗିବ ଭିଡ଼ିଓ ବନେଇବା। ଥ୍ୟାଙ୍କ ୟୁ ଅଲ୍।